ଫକୀର ମୋହନଙ୍କ ଜୀବନୀରୁ କଥାରେ ଅଛି, ଦୁଃଖ ଓ ବିପଦ ଯେତେବେଳେ ମାଡ଼ି ଆସେ ସେତେବେଳେ ସେ ଏକା ଆସେ ନାହିଁ। ସେ ତାର ସଖା, ସହୋଦର, ସାଙ୍ଗସାଥୀଙ୍କୁ ସାଥିରେ ଧରି ଆସିଥାଏ। ବ୍ରଜମୋହନଙ୍କ ଜୀବନ ଆକାଶରେ ସେହିଭଳି ଅଦିନିଆ ବିପଦ ରୂପୀ କଳା ବାଦଲର ଢାଙ୍କି ଦେଲା। ସ୍ୱାମୀଙ୍କର ଅକାଳରେ ମହାମାରୀରେ ମୃତ୍ୟୁ ହେବା ପରେ ତୁଳସୀ ଦେଈଙ୍କୁ ଚତୁର୍ଦିଗ ଅନ୍ଧାର ଦିଶିଲା। ଏକମାତ୍ର 6 ବର୍ଷର କୋମଳମତି ପିଲାଟି କିପରି ଏ ଦୁନିଆରେ ବଞ୍ଚି ରହିବ, ସେଇ ଚିନ୍ତା ତାଙ୍କୁ ବେଶୀ ଘାରିଲା। ଏକେ ତ ସେ ଅଜଣା ରୋଗଗ୍ରସ୍ତ ହୋଇ ଦୁର୍ବଳ ଶରୀର ଧାରଣ କରିଛି। କେବଳ ଶାଶୁ କୁଶିଳା ଦେଇ ସକାଶେ ବଞ୍ଚି ରହିଛି। ଶାଶୁଙ୍କର ମଧ୍ୟ ବଡ଼ ବୟସ ଗଲାଣି। ଅନ୍ୟପଟେ ତାଙ୍କ ଘରର ମୁରବୀ ବର୍ତ୍ତମାନ ହେଉଛନ୍ତି ତାଙ୍କ ସ୍ୱାମୀଙ୍କ ବଡ଼ ଭାଇ ପୁରୁଷୋତ୍ତମ ସେନାପତି। ସେ ବ୍ରଜମୋହନଙ୍କୁ ଦେଖିବା ସହିପାରନ୍ତି ନାହିଁ। ବାଲ୍ୟକାଳରୁ ରୋଗିଣା ବ୍ରଜମୋହନ ବଞ୍ଚିବ କେମିତି? କିଏ ତାକୁ ବଞ୍ଚାଇ ରଖିବ? ବ୍ରଜମୋହନ ବିଚରା ବେସାହାରା ହୋଇଯିବ। ଏହି ଚିନ୍ତା ସବୁବେଳେ ତୁଳସୀ ଦେଈଙ୍କୁ ଘାରିଲା। କଥାରେ ଅଛି, ଲୁଣ ଖାଇ ହାଣ୍ଡି, ଚିନ୍ତା ଖାଇ ଗଣ୍ଡି। ଏହି କଥା ଚିନ୍ତା କରି କରି ତାଙ୍କୁ ଖାଦ୍ୟ ପାନୀୟ ରୁଚିଲା ନାହିଁ। ଫଳରେ ଦିନକୁ ଦିନ ତୁଳସୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଆଡ଼କୁ ଗତି କଲା। ସ୍ୱାମୀ ଲକ୍ଷ୍ମଣ ଚରଣଙ୍କ ମୃତ୍ୟୁର କିଛି ମାସ ପରେ ତୁଳସୀ ଦେଈ ପରଲୋକ ଗମନ କଲେ।